ବ୍ୟସ୍ତ ଥିବେ ସମୟରେ ଯଦି ଆପଣ ଅବିଡେଣ୍ଟ ଅଟନ୍ତି ତାହେଲେ ପବିତ୍ର ଆତ୍ମା ନିହାତି ଆପଣଙ୍କର ଡେ ଟୁ ଡେ ଲାଇଫରେ ନୂଆ ନୂଆ ବିଷୟକୁ ସେ ଡିସ୍କସ୍ କରିବେ, ନୂଆ ନୂଆ ଆୱାର୍ସକୁ ସେ ଆପଣଙ୍କୁ ଦେବେ। କାରଣ ଟାଇମ ଆପଣ ଯେତେ ତାଙ୍କ ଠାରେ ସ୍ପେଣ୍ଡ କଲେ ସେତେ ଇନର ଭଏସ ଆପଣଙ୍କୁ ମିଳେ। ଇନର ଭଏସ ମିଳିବାର ଜାଗା ଆପଣଙ୍କର ଟାଇମ ସ୍ପେଣ୍ଡିଂ। ଯେବେ ଆପଣ ଅବିଡେଣ୍ଟ ହେବେ ପ୍ରଭୁଙ୍କ ଠାରେ ସମୟକୁ ବିତେଇବା ପାଇଁ ସେ ଆପଣଙ୍କୁ ନିହାତି କଥା ହେବେ। ଯଦି ଆମେ ଅବିଡେଣ୍ଟ ନାହୁଁ ତାଙ୍କର ଠାରେ ସମୟକୁ ବିତେଇବା ପଛରେ ସେ ଆପଣଙ୍କୁ ଏତେ ମାତ୍ରାରେ ଆପଣର ଆୱାଜକୁ ସେ ଦେଇପାରିବେ ନାହିଁ। କାରଣ ତାଙ୍କର ଆୱାଜକୁ ଶୁଣିବା ପାଇଁ ତାଙ୍କର ଚରଣ ତଳେ ଆପଣଙ୍କୁ ଯିବାକୁ ପଡିବ। ଆଉ ଯେବେ ପ୍ରଭୁଙ୍କର ଚରଣ ତଳେ ଆପଣ ଯିବେ ତ ଆପଣ ନିଜକୁ ପ୍ରଥମେ ହମ୍ବଲ ହିଁ ଫିଲ୍ କରିପାରିବେ। କାରଣ ତାଙ୍କର ଚରଣ ତଳେ ଯିବା ବ୍ୟକ୍ତି ସେମାନେ ସର୍ବଦା ନମ୍ର ଥାନ୍ତି। ତାଙ୍କର ଉପସ୍ଥିତି ଆପଣଙ୍କୁ ହମ୍ବଲ କରେ। ପବିତ୍ର ଆତ୍ମାଙ୍କର ଉପସ୍ଥିତି ଆପଣଙ୍କୁ ଆନନ୍ଦ ଦିଏ। ପବିତ୍ର ଆତ୍ମାଙ୍କର ଉପସ୍ଥିତି ଆପଣଙ୍କର ଲାଇଫରେ ନୂଆ ବିଷୟକୁ ଗାଇଡ କରେ ଏବଂ ଯେଉଁ ଜିନିଷ ଆପଣଙ୍କର ଜୀବନରେ କରିବା ଦ୍ୱାରା ଅନେକ ଉପକୃତ ହେଇପାରିବେ ସେ ସମସ୍ତ ବିଷୟକୁ କରିବା ପାଇଁ ପ୍ରଭୁଙ୍କର ଉପସ୍ଥିତି ଆପଣଙ୍କୁ ଷ୍ଟ୍ରେଂଥ ଦେଇଥାଏ।